नमस्कार। ମୁଁ ହର୍ଷ ପରୀକ୍ଷା ୟୁଟ୍ୟୁବ ଚ୍ୟାନେଲକୁ ମୁଁ ଆପଣମାନଙ୍କୁ ସ୍ୱାଗତମ କରୁଛି। ଆଜି ବିଶେଷ କରି ଆମେ ପୁଣି ଥରେ ଏୟାର ଇଣ୍ଡିଆ 2489 ର ଯାନ୍ତ୍ରିକ ତ୍ରୁଟି ପାଇଁ କୁନି ପିଲାର ସ୍ୱାସ୍ଥ୍ୟ ବିଗିଡିଗଲା, ଏ ଉପରେ ଆମେ ଆଲୋଚନା କରିବା। କ୍ଷମା କରିବେ। ତେଣୁ ମୁଁ ଆପଣମାନଙ୍କୁ ଅନୁରୋଧ କରୁଛି ଭିଡିଓଟି ପ୍ରଥମରୁ ଶେଷ ପର୍ଯ୍ୟନ୍ତ ଦେଖିବେ। ଯେ ଗତକାଲି ଯୋଉ ଏୟାର ଇଣ୍ଡିଆ ଆପଣଙ୍କର 2489 ଯୋଉଟା ଆସିବାର ଥିଲା ଦିଲ୍ଲୀରୁ ଭୁବନେଶ୍ୱର, ଏବଂ ଭୁବନେଶ୍ୱରରେ ସେଇଟା ଆପଣଙ୍କର ବା ଦିଲ୍ଲୀରୁ ସେଇଟା ଆପଣଙ୍କର ଟେକ୍ ଅଫ୍ କରିଥାନ୍ତା ଆପଣଙ୍କର କେତେବେଳେ ନା 5ଟା 45 ମିନିଟରେ ଉପରଓଳି। କିନ୍ତୁ ଯେତେବେଳେ 5ଟା 45 ମିନିଟରେ ଆପଣଙ୍କର ଟେକ୍ ଅଫ୍ କରିବ, ସେଥିପାଇଁ ଯାତ୍ରୀମାନେ କଣ କଲେ ନା ଆପଣଙ୍କର ଚାରିଟା ସମୟରେ ଉପରଓଳି 4 ଘଣ୍ଟା ସମୟରେ ସେମାନେ ଚେକ୍ ଇନ୍ କରିଥିଲେ। ଚେକ୍ ଇନ୍ କରିକି ଭିତରେ ଗଲେ। କିନ୍ତୁ ଗଲା ପରେ ଅ ସେମାନେ ଯାଇଛନ୍ତି, କିନ୍ତୁ ପ୍ଲେନଟା ନାହିଁ ବା ଏଇ ବିମାନଟି ନାହିଁ, ଏୟାର ଇଣ୍ଡିଆ 2489 ନାହିଁ। ତ ସେମାନେ 4ଟା ବେଳେ ଚେକିଂ ହେଲେ, ତଥାପି କିଛି ବି ସେମାନେ ଦେଖିଲେନି। କିନ୍ତୁ ତାର ପରବର୍ତ୍ତୀ ସମୟରେ ପାଞ୍ଚଟା ବେଳେ ଗୋଟେ ଘୋଷଣା କରାଗଲା ଯେ ଆପଣଙ୍କର ଏଇ ଫ୍ଲାଇଟଟି ବା ଏୟାର ଇଣ୍ଡିଆ 2489 ଆପଣଙ୍କର ଅ ଆସିବାରେ ବିଳମ୍ବ ହବ, ଏଇଟା ଘୋଷଣା କଲେ। ଆଉ ଯେତେବେଳେ ଏଇ ଜିନିଷଟି ଆପଣଙ୍କର ଘୋଷଣା କଲେ, ଆଉ ଘୋଷଣା କଲା ପରେ ଅ ଯାତ୍ରୀମାନେ ଟିକେ ନିଜକୁ ଟିକେ ଶଙ୍କା ମନୋଭାବ କଲେ। କିନ୍ତୁ ଘୋଷଣା କରିବା ପରିବର୍ତ୍ତେ ମଧ୍ୟ 8ଟା ପର୍ଯ୍ୟନ୍ତ, ଅର୍ଥାৎ ତାର 3 ଘଣ୍ଟା ପର୍ଯ୍ୟନ୍ତ ଆଉ ଆପଣଙ୍କର ସେଇ ବିମାନଟି ଆସିଲାନି। 3 ଘଣ୍ଟା ପରେ ଅର୍ଥାৎ 8ଟା ବେଳେ ସେ ବିମାନଟି ଆସି ପହଞ୍ଚିଲା। ଯେତେବେଳେ ଆସି ପହଞ୍ଚିଲା, ବିମାନରେ ସମସ୍ତେ ବସିଲେ ବିମାନରେ ସମସ୍ତେ ବସିଲେ ଏବଂ ଯେତେବେଳେ ଦେଖୁଛନ୍ତି ଯେ ଆପଣଙ୍କର ସେ ବିମାନଟି ଆପଣଙ୍କର ରନୱେ କୁ ଯାଉନାହିଁ, ଯାତ୍ରୀମାନେ ଦେଖିଲେ ଆପଣଙ୍କର ରନୱେ କୁ ଯାଉନାହିଁ। ସେଥିପାଇଁ କିଛି ଯାତ୍ରୀ ସେମାନଙ୍କ ମଧ୍ୟରେ ହଟହଟା ହେଇଗଲା ବା କୋଳାହଳ ହେଲେ ଯେ କାହିଁକି ରନୱେ କୁ ଯାଉନାହିଁ। ଏଇ ଭିତରେ ଆପଣଙ୍କର ଅ ଯିଏ ଥିଲେ ଆପଣଙ୍କର ହୋଷ୍ଟେସ୍ ଗୁଡାକ ଥିଲେ, ଆପଣଙ୍କ ଏୟାର ହୋଷ୍ଟେସ୍ ଥିଲେ, ସେମାନଙ୍କୁ ସେମାନେ ପଚାରିଲେ ଯେ ଏଇଟା କାହିଁକି ଆପଣଙ୍କର ରନୱେ କୁ ଯାଉନାହିଁ। ନା ସେମାନେ କୌଣସି ଉତ୍ତର ଦେଲେ ନାହିଁ। ଯେତେବେଳେ ଉତ୍ତର ଦେଲେ ନାହିଁ, ଦେଖିଲେ ଆଉ ଟିକେ ଲେଟ୍ ବା ବିଳମ୍ବ ହେବାକୁ ଯାଉଛି, ଠିକ ସେଇ ସମୟରେ ସେଇ ଏୟାରଲାଇନ୍ସ ରେ ଆସୁଥିଲେ ଆମର ମାନ୍ୟବର କେନ୍ଦ୍ରମନ୍ତ୍ରୀ ଜୁଏଲ ଓରାମ। ସେ ମଧ୍ୟ ଆପଣଙ୍କର କର୍ମଚାରୀଙ୍କୁ ଯେତେବେଳେ ପଚାରିଲେ, କର୍ମଚାରୀ ଜଣକ କହିଲେ ଯେ ନା ଏୟାର ଇଣ୍ଡିଆ ଟିକେ ଲେଟ୍ ହବ, କାରଣ ବା ଆପଣଙ୍କର ଏଇ ବିମାନଟି ଉଡାଣ ଲେଟ୍ ହବ କାରଣ ପାଇଲଟ ଆସିବାରେ ଲେଟ୍ କରୁଛନ୍ତି। ଆଉ ଯେତେବେଳେ ଏ କଥା ଶୁଣାଗଲା ବା କହିଦେଲେ, ସମସ୍ତେ ଜାଣି ସାରିଲେ ଯାତ୍ରୀମାନେ, ତ ଯାତ୍ରୀମାନଙ୍କ ମନରେ ଗୋଟେ ଆଶଙ୍କା ସୃଷ୍ଟି ହେଲା ବା କୌଣସି କିଛି ଯାନ୍ତ୍ରିକ ତ୍ରୁଟି ହେଇଛି କି, କାରଣ ଏତେ ସମୟ ହେଲାଣି ଆମେ ବସିଛୁ, ଏ ପର୍ଯ୍ୟନ୍ତ ଆପଣଙ୍କର ଅ କୌଣସି ପ୍ରକାର ଆପଣଙ୍କ ରନୱେ କୁ ଯାଉନାହିଁ ପ୍ଲେନଟି। ତାର ଠିକ 2.5 ଘଣ୍ଟା ପରେ, ଅର୍ଥାତ 10ଟା ସାଢେ 10ଟା ରାତି 10:30 ବେଳେ ଆପଣଙ୍କର ଯାନ୍ତ୍ରିକ ତ୍ରୁଟି ଅଛି ବୋଲିକି ଆପଣଙ୍କର ଘୋଷଣା କରାଗଲା। ତେଣୁକରି ଆପଣଙ୍କର ବିମାନଟି ଲେଟ୍ ହବ, ବିମାନ ଉଡାଣ ବା ଆପଣଙ୍କର ଆପଣଙ୍କର ଯୋଉଟା ଉଡାଣ କରିବାର ଅଛି ତାକୁ ଲେଟ୍ ହବ। ସେଥିପାଇଁ ସେମାନେ 2.5 ଘଣ୍ଟା ପରେ ସେଇଟା ଯାତ୍ରୀ ମାନଙ୍କୁ କହିଲେ। ଯେତେବେଳେ ଯାତ୍ରୀମାନେ ଏ କଥା ଜାଣିଲେ, ତ ସେମାନଙ୍କ ମଧ୍ୟରେ ନିଶ୍ଚୟ ଭୟ ସୃଷ୍ଟି ହେଲା। ସମସ୍ତେ ନାଚୁରାଲି କହିବାକୁ ଗଲେ ସମସ୍ତଙ୍କୁ ଭୟ ଲାଗିବ, କାରଣ ଯାନ୍ତ୍ରିକ ତ୍ରୁଟି ଅଛି, ବିମାନରେ ସେମାନେ ବସିଛନ୍ତି, ତେଣୁ ସେମାନେ ବାହାରକୁ ଯିବାକୁ ଚେଷ୍ଟା କରୁଛନ୍ତି। କିନ୍ତୁ କୌଣସି ମତେ ବିମାନ କର୍ମଚାରୀ ସେମାନଙ୍କୁ ବାହାରକୁ ଛାଡୁନାହାନ୍ତି। ତ ୟାରି ଭିତରେ ଗୋଟେ ଛୋଟ କୁନି ପିଲା ଥିଲା। ସେ କୁନି ପିଲାଟି ଆପଣଙ୍କର ତାର ଦେହ ପୁରା ସମ୍ପୂର୍ଣ୍ଣ ଖରାପ ହେଇଗଲା, ବିଗିଡିଗଲା। ଏବଂ ଯେତେବେଳେ ଦେହ ବିଗିଡିଗଲା, ଖରାପ ହେଇଗଲା, ସେତେବେଳେ ସେଇ ବିମାନରେ ଥିବା ଯୋଉ କର୍ମଚାରୀ ଗୁଡାକ ସେମାନେ କଣ କଲେ ନା ସେମାନଙ୍କୁ ଯିବାକୁ ଅନୁମତି ଦେଲେନି, ବରଞ୍ଚ ସେ କୁନି ପିଲା ଏବଂ ତାଙ୍କ ବାପା ମାଙ୍କୁ ଆପଣଙ୍କର ସିଡି ଦେଇକି ଓହ୍ଲେଇ ଦେଲେ ତଳକୁ।
ଆଉ ଅନ୍ୟ ମାନଙ୍କୁ ଜମା ଛାଡ଼ିଲେନି, କାରଣ ସେ ପାଖରେ ଯୋଉ ଆପଣଙ୍କର ମେଡିସିନ ଷ୍ଟୋର ଅଛି ବା ମେଡିସିନ ଚେକଅପ୍ ଅଛି, ସେ ଜାଗାରେ ସେମାନଙ୍କୁ ଇଏ କରିବା ପାଇଁ ଛିଡିରେ ତଳକୁ ଓହ୍ଲେଇ ଦେଲେ। ଏଇଟା ଦେଖିକି ଆପଣଙ୍କର ଯାତ୍ରୀ ମାନଙ୍କ ମଧ୍ୟରେ ପୁଣି କୋଳାହଳ ସୃଷ୍ଟି ହେଲା, ଏବଂ କୋଳାହଳ ସୃଷ୍ଟି ହେଲା, ଆଉ ସେମାନେ ଓହ୍ଲେଇବାକୁ ଚେଷ୍ଟା କରୁଛନ୍ତି ବା ଯିବା ପାଇଁ କହୁଛନ୍ତି, କିନ୍ତୁ କୌଣସି ମତେ ଆପଣଙ୍କର ବିନା ଯୋଉ କର୍ମଚାରୀ ଅଛନ୍ତି ବିମାନରେ, ସେମାନେ ଜମା ଛାଡିବାକୁ ନାରାଜ ବା ଛାଡିଲେ ନାହିଁ। ଏଇଭଳି ଭାବରେ ଆପଣଙ୍କର ଯେତେବେଳେ କର୍ମକର୍ତ୍ତା ମାନଙ୍କ ସହିତ ପୁଣି କେନ୍ଦ୍ରମନ୍ତ୍ରୀ ଆଲୋଚନା କଲେ, ଆଲୋଚନା କଲା ପରେ ଯେତେବେଳେ କହିଦେଲେ ନାଇଁ ଆପଣଙ୍କର ଯାନ୍ତ୍ରିକ ତ୍ରୁଟି ଅଛି, ତ ତାପରେ ସେମାନଙ୍କର ଯାତ୍ରୀ ମାନଙ୍କୁ ଅଲଗା ବିମାନରେ ନିଆଯିବ କିମ୍ବା ସେମାନଙ୍କୁ ହୋଟେଲରେ ରଖାଯିବ, ସେ ଉପରେ କୌଣସି ପ୍ରକାର ସେମାନେ ଉତ୍ତର ଦେଲେ ନାହିଁ ବା ସେପରି କୌଣସି କାର୍ଯ୍ୟକ୍ରମ କରାଗଲା ନାହିଁ, ବା ସେମାନଙ୍କୁ କୌଣସି ପ୍ରକାର ଆପଣ ମାନେ ଓହ୍ଲେଇ ଯାଆନ୍ତୁ, ଆପଣଙ୍କର କିଛି ସମୟ ରୁହନ୍ତୁ, ଅଲଗା ଗୋଟେ ଫ୍ଲାଇଟରେ ଯିବେ ବା ଅଲଗା ଗୋଟେ ଆପଣଙ୍କର ବିମାନରେ ଯିବେ, ବା ଆପଣ ମାନେ ଆଜି ହୋଟେଲରେ ରହିବେ, ଆସନ୍ତା କାଲିକି ଆପଣ ମାନଙ୍କୁ ଏ ଫ୍ୟାସିଲିଟି ଦିଆଯିବ, ଏମିତି କିଛି କହିଲେ ନାହିଁ। ଯାହାର ଫଳରେ ବିମାନରେ ଯୋଉମାନେ ଯାତ୍ରୀ ଥିଲେ, କାରଣ ସେଥିରେ ସେଇ ବିମାନରେ ଆପଣ ମାନଙ୍କର 180 ଜଣ ଯାତ୍ରୀ ଥିଲେ, ସେ 180 ଜଣ ଯାତ୍ରୀ ବହୁତ ହନ୍ତସନ୍ତ ହେଲେ, ଏବଂ ଦୁଃଖର ବିଷୟ, ପରିତାପର ବିଷୟ ଯେ ସେମାନେ ଅଧରାତି ପର୍ଯ୍ୟନ୍ତ ସେଠାରେ ଅଛନ୍ତି, ଅଧରାତି ପର୍ଯ୍ୟନ୍ତ ସେଠାରେ ଅଛନ୍ତି। ଯେତେବେଳେ ଅଧରାତି ପର୍ଯ୍ୟନ୍ତ ଅଛନ୍ତି, ଅର୍ଥାৎ 12ଟା, ଅଧରାତ୍ରି କହିବାକୁ ଗଲେ 12ଟା ରାତି 12ଟା ପର୍ଯ୍ୟନ୍ତ ଯେତେବେଳେ ଅଛନ୍ତି, ମନ୍ତ୍ରୀ ବିରକ୍ତ ହେଇଗଲେ। ଆମର କେନ୍ଦ୍ରମନ୍ତ୍ରୀ ଜୁଏଲ ମାନ୍ୟବର କେନ୍ଦ୍ରମନ୍ତ୍ରୀ ସେ ପୁରା ବିରକ୍ତ ହେଇଗଲେ, ଏବଂ ସେ ସେଥିରେ କହିଲେ ନିଶ୍ଚିତ ଭାବରେ ଏଇ ବିଷୟଟି ଏୟାର ଇଣ୍ଡିଆର ଏଇ ଯୋଉ ଦୁର୍ଘଟଣା ହଉଛି ବା ଏଇ ଯୋଉ ଅଭାବନୀୟ ଘଟଣା ଘଟୁଛି, ବା ଆପଣ ମାନଙ୍କର ଯୋଉ ଯାତ୍ରୀ ମାନଙ୍କୁ ଯୋଉ ହଇରାଣ ହରକତ କରୁଛନ୍ତି, ଏଇ ବିଷୟଟି ମୁଁ କ୍ୟାବିନେଟ ମିଟିଂ ରେ ଉତ୍ଥାପନ କରିବି, ସେ ଏଇ କଥାଟି କହିଲେ। ତ ଏଇଭଳି ଭାବରେ ଯେ ଏୟାର ଇଣ୍ଡିଆରେ ବର୍ତ୍ତମାନ ବିପଦ ପରେ ବିପଦ ଘନେଇ ଆସୁଛି, ବା ଏୟାର ଇଣ୍ଡିଆରେ ଯୋଉମାନେ ଯାଉଛନ୍ତି ଯାତ୍ରୀ ମାନେ, ସେମାନେ ନିଜକୁ ଶଙ୍କା ମନୋଭାବ କରୁଛନ୍ତି, ବିପଦ ମଣୁଛନ୍ତି। ତ ୟାରି କ୍ଷେତ୍ରରେ ଆମର ଯୋଉ ଏୟାର ଇଣ୍ଡିଆ ଅଛନ୍ତି, ଏୟାର ଇଣ୍ଡିଆର କର୍ମଚାରୀ ମାନେ, ସେମାନେ କାହିଁକି ତା ପୂର୍ବରୁ ବା ଉଡାଣ ପୂର୍ବରୁ ବା ସମୟ ଆସିବା ପୂର୍ବରୁ, ନିର୍ଦ୍ଧାରିତ ସମୟ ପୂର୍ବରୁ ସେଗୁଡାକ ସଜାଡୁ ନାହାନ୍ତି? ଏଇଟା ସରକାରଙ୍କର ଦୃଷ୍ଟିଗୋଚର କଣ ହଉନାହିଁ କି? ବା ସରକାର ସେମାନଙ୍କୁ କଡା ନିର୍ଦ୍ଦେଶ ଦଉନାହାନ୍ତି କି? କାରଣ ସେଥିରେ ଯୋଉ ବିମାନରେ ଯୋଉମାନେ ଯିବେ, ସେମାନେ ହୁଏତ ଦୁର୍ଘଟଣାଗ୍ରସ୍ତ ହେଇଥାନ୍ତେ। ତ ଏଇ ବିଷୟବସ୍ତୁଟି ସରକାର ନିତାନ୍ତ ଭାବେ ଆମେ ଏଇ ଭିଡିଓ ମାଧ୍ୟମରେ ଅନୁରୋଧ କରିବା ଯେ ଏଥିପ୍ରତି ଏଇ ଯୋଉ ଏୟାର ଇଣ୍ଡିଆର ବାରମ୍ବାର ଗତ ଥର 12ରେ ଆପଣଙ୍କର ଯୋଉ ଦୁର୍ଘଟଣା ହେଲା, ଏବଂ ତାପରେ ପାଞ୍ଚଟି ଦୁର୍ଘଟଣାର ବିଷୟବସ୍ତୁ ଆମେ ଏଇ ଭିଡିଓ ପୂର୍ବରୁ ଆମେ ଆଲୋଚନା କରିଥିଲେ। ତ ବର୍ତ୍ତମାନ ଆପଣଙ୍କର ଦେଖନ୍ତୁ, ଭୁବନେଶ୍ୱର ଯୋଉମାନେ ଆସୁଛନ୍ତି 180 ଜଣ ଯାତ୍ରୀ, ସେମାନେ ବହୁତ ହନ୍ତସନ୍ତ ହେଇଛନ୍ତି, ଆପଣଙ୍କର ରାତି 12ଟା ପର୍ଯ୍ୟନ୍ତ ସେଠାରେ ଅଛନ୍ତି, ତଥାପି ସେମାନଙ୍କର କୌଣସି ବ୍ୟବସ୍ଥା କରାଯାଇନାହିଁ। ତେଣୁ ଏୟାର ଇଣ୍ଡିଆର ଏଇଟା ହଉଛି କର୍ତ୍ତବ୍ୟ ପଥରେ ଗୋଟେ ଅବହେଳା। ଏଇଟା ଏଇ ଭିତରେ ମୁଁ ଆପଣମାନଙ୍କ ସହିତ ଗୋଟେ ପକ୍ଷ ରଖିବାକୁ ଚାହୁଁଛି ଯେ ବର୍ତ୍ତମାନ ପରିପ୍ରେକ୍ଷୀରେ ଯୋଉମାନେ ଏୟାର ଇଣ୍ଡିଆରେ ଯିବା ଆସିବା ବା ଯାତାୟାତ କରୁଛନ୍ତି ଏବଂ ଏୟାର ଇଣ୍ଡିଆକୁ ନିଜର ଆଶ୍ରୟ ବୋଲି ଭାବୁଛନ୍ତି, ସେମାନେ ନିଜକୁ କେମିତି ଯେ ହୃଦବୋଧ ହେବେ, ଆମେ ନିରାପତ୍ତାରେ ଯିବା ଆସିବା କରିବା, ବା ଆମର ଯିବା ଆସିବା କାର୍ଯ୍ୟକ୍ରମଟି ଠିକ ଭାବରେ ସୁଚାରୁରୂପେ ପରିଚାଳିତ ହେବ। ଏଇଟା ମୁଁ ଆପଣମାନଙ୍କ ପାଖରେ ଉପସ୍ଥାପନ କରିବାକୁ ଚାହୁଁଛି। ଏ ଉପରେ ଆପଣ ମାନେ ସଜେସନ ଦେବେ। थैंक यू सो मच। वीडियो देखि आपको धन्यवाद दूची, एवं या शेयर करेंगे, लाइक करेंगे, सब्सक्राइब करेंगे।